don't give any bad comments to anybody else. It's my request before the public also. ସଚିନ ହଉ ବା ବବଲୁ ହଉ କି ଶିବା ହଉ ସେଦିନ ସିଙ୍ଗଲ ଡ୍ରପ୍ ପିଇ ନଥିଲେ, କିନ୍ତୁ ଯେଉଁମାନେ ଏମାନଙ୍କୁ ଏ ଯେଉଁ ସଚିନକୁ ହଉ, ରାହୁଲକୁ ହଉ, ବବୁଲକୁ ହଉ, ଶିବାକୁ ହଉ, ଯେଉଁମାନେ କହୁଛନ୍ତି ମାନେ ମଦୁଆ ଫଦୁଆ ବୋଲି ଯେଉଁମାନେ ଆଖ୍ୟା ପ୍ରକାଶ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଯେପରି ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ତମ ପାଖରେ ମେଡ଼ିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ସୋ ଏନି ଡକୁମେଣ୍ଟ ଦେଖାଇ ପାରିବ ସେମାନେ ମଦ ପିଇଥିଲେ ବୋଲି? ଏଇ କେସ୍ ହେଲା ପରେ 3-4 ଜଣ ପିଲା ଇଏ ହେଲମେଟ୍ ପିନ୍ଧି ଆସିକିରି କ'ଣ ଫଟୋ ଉଠାଉଥିଲେ ଘରର। ଏଇଟା ଇମିଡ଼ିଏଟଲି ଆମେ ଜଣେଇଥିଲୁ। ଜଣେଇଲା ପରେ ଥାନାର PCR ବି ଯାଉଛି। PCR ଯାଇକିରି ମାନେ ତାଙ୍କୁ ଯାହା ଯାହା ସେ ସରାଉଣ୍ଡିଂଟାକୁ ବୁଲିକିରି ଦେଖିକିରି ଆସୁଛନ୍ତି। ଅପଡ଼େଟ୍ ଆଜ୍ଞା, ଇନଭେଷ୍ଟିଗେସନ୍ ଯେହେତୁ ଅଣ୍ଡର ପ୍ରୋଗ୍ରେସ୍ ଅଛି, ମୁଁ ବେଶୀ କିଛି ଡିସକ୍ଲୋଜ୍ କରିପାରିବି ନାହିଁ। ଆଉ ଏଥିରେ ଯେ କେସ୍ ଅଲରେଡ଼ି ହେଇସାରିଛି। ଆଉ ଏଥିରେ ସତୁରା ଆଲିଆ ସଂଗ୍ରାମ କେଶରୀ ବେହେରା, ଏଜ୍ ହେଉଛି 37, ସନ୍ ଅଫ୍ ଲେଟ୍ ଶ୍ୟାମ ସୁନ୍ଦର ବେହେରା। ଆଉ 2ରେ ମୁନା ଆଲିଆ ସମରେନ୍ଦ୍ର ବେହେରା, ବୟସ ହେଉଛି 20, ପିତାଙ୍କର ନାମ ହେଉଛି ସୁଦର୍ଶନ ବେହେରା। ଆଉ ଜଣେ ହେଉଛନ୍ତି କୁନା ଆଲିଆ ସଂଗ୍ରାମ ବେହେରା, ବାପାଙ୍କ ନାଁ ହେଉଛି ସୁଦର୍ଶନ ବେହେରା। ସେମାନେ ହେଉଛନ୍ତି, ଗାଁ ହେଉଛି ମାଣପୁର, ଥାନା ହେଉଛି କାନପୁର, ଡିଷ୍ଟ୍ରିକ୍ଟ କଟକ। ଆଉ ଏମାନେ ଏ ଯେଉଁ ସତୁରା ଗୋଟେ ହେଉଛି ମିଲିଟାରୀ ମ୍ୟାନ୍, ଆଉ ସେ ଜିଜିପି କଲୋନୀରେ ଭଡ଼ାରେ ରହୁଥିଲା। ଆଉ ସେମାନେ ଏ କେସ୍ରେ ଇନଭଲ୍ଭ ଅଛନ୍ତି ଏବଂ ଓପନ୍ ସ୍ପେସ୍ରେ ଷ୍ଟାବିଂ କରିଛନ୍ତି। ଏବଂ ସେଥିରେ ସେ ନାଇଫ୍ଟି ବି ଜବତ ବି ହେଇଛି। ଆଉ ସେଥିରେ 1/3/2026ରେ କେସ୍ ରେଜିଷ୍ଟ୍ରେସନ୍ ହେଇଛି ମଞ୍ଚେଶ୍ୱର ଥାନାରେ। ଆଉ ଅଣ୍ଡର ସେକ୍ସନ୍ 103(1) ମର୍ଡ଼ର ଆଉ 35 କମନ୍ ଇଣ୍ଟେନସନ୍, ମାନେ ଅଦର ଆକ୍ୟୁଜ୍ ପର୍ସନ୍ସ ଅଲସୋ ଇନଭଲ୍ଭ ଇନ୍ ଦିସ୍ କେସ୍। 103(1) ହେଉଛି ମର୍ଡ଼ର। ଆଜ୍ଞା, ନାଇଁ ଫର୍ଦର ଯେହେତୁ ରାହୁଲ ବାପା ମା ଆଉ ତାଙ୍କର ୱାଇଫ୍ IACଙ୍କ ସାଥିରେ ପର୍ସନାଲି ଭେଟ ହେଇନଥିଲା ଏବଂ ତାଙ୍କ ଯେହେତୁ ଏକୋଇର କଳା ବିସିକେସନ୍ ଯେ ଘରର ମୂଳଦୁଆ ଥିଲା, ଆଉ ଏ ବୟସରେ ମାନେ ଆଉ କେହି ଆଗକୁ କିଏ ନାହିଁ ଭରସା। ଆଉ ଯିଏ ମାନେ ଯେହେତୁ ତାଙ୍କ ମନରେ ଟିକେ ଥିଲା IACକି ଭେଟିବା ପାଇଁ, IACଙ୍କୁ ଭେଟି ଫର୍ଦର କୋର୍ସ ଅଫ୍ ଇନଭେଷ୍ଟିଗେସନ୍ ଉପରେ ପଚାରିବା ପାଇଁ ଯାଇଥିଲେ। ଆଉ ଇନଭେଷ୍ଟିଗେସନ୍ରେ ବି ଆମେ ସମସ୍ତେ ସନ୍ତୁଷ୍ଟି ପ୍ରକାଶ କରୁଛୁ ଏବଂ ଏଥିରେ ସେ ନାଇଫ୍ଟି ବି ଅଲରେଡ଼ି ରିକଭରି ବି ହେଇଛି। ଆଉ ନାଇଫ୍ଟି ସେ ଯେଉଁ ଫୁଲକୁଣ୍ଡ ତଳେ ରଖିଥିଲା, ସେଇଟା ବି ସିଜର ବି ହେଇସାରିଛି ସାକ୍ଷୀମାନଙ୍କର ଉପସ୍ଥିତିରେ। ଆଉ ତା ଛଡ଼ା ଆଉ ଯାହା ସେକ୍ସନ୍ ସବୁ ଲାଗିବାର ଅଛି, ଆଉ ଏଥିରେ ବି ଯାହା ମାନେ ଫର୍ଦର କୋର୍ସ ଅଫ୍ ଇନଭେଷ୍ଟିଗେସନ୍ରେ ଯାହାର ବି ସମ୍ପୃକ୍ତି ଆସିବ, ସେ ବି ଏଥିରେ ଆରେଷ୍ଟ ହେବେ ଏବଂ ଦଣ୍ଡ ଭୋଗିବା କଥା, ଜେଲ୍ ଦଣ୍ଡ ଭୋଗିବା କଥା ଭୋଗିବେ। ନାଇଁ ଆଜ୍ଞା, କେହି ଭୟଭୀତ ନାହାନ୍ତି। ପୋଲିସ ପାଟ୍ରୋଲିଂ ଠିକ୍ସେ ଚାଲିଛି, ଆଉ ଭୟଭୀତ ନାହାନ୍ତି। ଏବଂ IAC ବି ମଞ୍ଚେଶ୍ୱର ଥାନାର IAC ଯିଏ ଅଛନ୍ତି ବହୁତ ଭଲ ସେ କୋଅପରେଟ୍ କରୁଛନ୍ତି। ଆଜ୍ଞା, ପୋଲିସ ପ୍ରୋଟେକ୍ସନ୍ PCR ତାଙ୍କ ଘର ପାଖକୁ ଯାଉଛି ଏବଂ ନାଇଁ ପୋଲିସ ତାର ନିଜେ ଏମାନେ ବି ଥରେ ଦୁଇଥର ବି ଅଲରେଡ଼ି ଥାନାକୁ ଜଣେଇଥିଲେ ଯେ କିଛି ଏଇ କେସ୍ ହେଲା ପରେ 3-4 ଜଣ ପିଲା ଇଏ ହେଲମେଟ୍ ପିନ୍ଧି ଆସିକିରି କ'ଣ ଫଟୋ ଉଠାଉଥିଲେ ଘରର। ଏଇଟା ଇମିଡ଼ିଏଟଲି ଆମେ ଜଣେଇଥିଲୁ।
ଜଣେଇଲା ପରେ ଥାନାର PCR ବି ଯାଉଛି। PCR ଯାଇକରି ମାନେ ତାଙ୍କୁ ଯାହା ଯାହା ସେ ସରାଉଣ୍ଡିଂଟାକୁ ବୁଲିକରି ଦେଖିକରି ଆସୁଛନ୍ତି। ଦେଖନ୍ତୁ ଆଜ୍ଞା, ମୋତେ ଆଉ ବେଶୀ ଭିତରକୁ ନିଅନ୍ତୁନି। ଏଥିରେ ଯେହେତୁ ଅଲରେଡ଼ି 3 ଜଣ ଅଲରେଡ଼ି ଆରେଷ୍ଟ ହେଇସାରିଛନ୍ତି ଏବଂ ତାଙ୍କ ନାଁରେ ପ୍ରାଇମା ଫାସି କେସ୍ ଅଲରେଡ଼ି ବିନ୍ ମେଡ୍ ଆଉଟ୍। ଆଉ ଇଏ ଚଣ୍ଡାଳମାନଙ୍କୁ ଯେପରି ଉପଯୁକ୍ତ ଭାବରେ ଦଣ୍ଡବିଧାନ କରାଯିବ ଏବଂ ଏମାନେ ମିଲିଟାରୀରେ ଥାଇକିରି ଯେଉଁ ଦାଦା ପୁତୁରାକୁ ଲଗେଇକିରି ଗୋଟେ ପରିବାରର ମୁଣ୍ଡ ନେଇଛୁ, ସେଥିଲାଗି ଯେପରି ଆପଣମାନଙ୍କୁ ବି ମୋର ନିବେଦନ ଯେ ହେଉଛି ଆମର ମିଡ଼ିଆ ଭାଇମାନଙ୍କୁ ଭଉଣୀମାନଙ୍କୁ, ଯେମିତି ଯେଉଁମାନେ ମାରିଛନ୍ତି ଏଇ ଯେଉଁ ସତୁରା, ମୁନା ଆଉ କୁନା, ଏମାନଙ୍କର ପରିବାର ବିଷୟ ଭିତରେ ଟିକେ ଯାଆନ୍ତୁ। ତାଙ୍କର ପରିବାର ହୁଏତ ତାଙ୍କର ପରିବାର ଭିତରେ ଏ କ୍ରିମିନାଲ୍ ବ୍ୟାକଗ୍ରାଉଣ୍ଡ ଅଛି କି ନାହିଁ ଏବଂ ସେମାନଙ୍କର ଚାଲିଚଳନ, ଆଚାର ବ୍ୟବହାର ଆଉ ଆଚରଣ ଉଚ୍ଚାରଣ ଟିକେ ଆପଣମାନେ ବି ଯାଇ ଟିକେ ଦେଖନ୍ତୁ। ଆଉ ଦେଖିଲେ ଠିକ୍ ଟିକେ ସତ କଥାଟା ବି ପଦାକୁ ବି ଆସିପାରନ୍ତା। ନାଇଁ ନାଇଁ, ମୁଁ ଏଥିରେ କାହାକୁ ବି ଛଡ଼ାଯିବ ନାହିଁ। ଯାହାର ବି ଏଥିରେ ଇନଭଲଭମେଣ୍ଟ ଆସିବ କାହାକୁ ବି ଛଡ଼ାଯିବ ନାହିଁ। ଆଉ ସମସ୍ତେ ଏଥିରେ ସ୍କାନରରେ ଅଛନ୍ତି ଏବଂ ଯେଉଁମାନେ ସବୁ ବ୍ୟାଡ୍ କମେଣ୍ଟ ସବୁ ଦେଇଥିଲେ ତାଙ୍କୁ ବି ଆମେ ଅଲରେଡ଼ି ସ୍କ୍ରିନଶଟ୍ ବାହାର କରିକି ବି ରଖିଛୁ। ଆଜ୍ ପର୍ ଦି IT Act 2000 ଅନୁସାରେ ଆମେ ସେଥିଲାଗି ଅଲରେଡ଼ି ପ୍ରୋସିଡ୍ ଅଲରେଡ଼ି ପ୍ରୋଗ୍ରେସ୍ ହେଇସାରିଲାଣି। ସେମାନଙ୍କ ନାଁରେ କିଛିଟା ଫେକ୍ ID ବାହାରି କେହି ବି ଏ ଯେଉଁ ସଚିନ ହଉ ବା ବବଲୁ ହଉ କି ଶିବା ହଉ ସେଦିନ ସିଙ୍ଗଲ ଡ୍ରପ୍ ପିଇ ନଥିଲେ, କିନ୍ତୁ ଯେଉଁମାନେ ଏମାନଙ୍କୁ ଏ ଯେଉଁ ସଚିନକୁ ହଉ, ରାହୁଲକୁ ହଉ, ବବୁଲକୁ ହଉ, ଶିବାକୁ ହଉ, ଯେଉଁମାନେ କହୁଛନ୍ତି ମାନେ ମଦୁଆ ଫଦୁଆ ବୋଲି ଯେଉଁମାନେ ଆଖ୍ୟା ପ୍ରକାଶ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଯେପରି ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ତମ ପାଖରେ ମେଡ଼ିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ସୋ ଏନି ଡକୁମେଣ୍ଟ ଦେଖାଇ ପାରିବ ସେମାନେ ମଦ ପିଇଥିଲେ ବୋଲି? ମାନେ କିଏ ମଦ ପିଇଥିଲା? ଗୋଟେ ବସିକରି ଗୋଟେ ମୋବାଇଲଟା ଆଜିକାଲି ହେଇଗଲାଣି ନା ଟିଭି, ମାନେ ପାଠରେ ନ ଯାଇକିରି ଆରେ ପାଠରେ ମାତ, ପରୀକ୍ଷା ଦିଅ, ନିଜ ପରିବାରର କିପରି ଉନ୍ନତି ହେବ ସେଇଟାକୁ ଚେଷ୍ଟା କର। ସେଇଟାରେ ନ ମାତିକିରି ଏ ଆଣ୍ଡ୍ରଏଡ଼ ଫୋନରେ ମାତିଲେ କ'ଣ ହେବ? ମାତିକିରି ଏସବୁ ମାନେ ଅପ୍ ଟୁ ଡେଟ୍ ନ୍ୟୁଜ୍ ଆସୁଛି ଦେଖ। ଯଦି ତୁମର ବ୍ୟାଡ୍ କମେଣ୍ଟ ମାନେ ଯଦି ଭଲ କମେଣ୍ଟ ଦେବାର ଅଛି ଦିଅ, ଯଦି ବ୍ୟାଡ୍ କମେଣ୍ଟସରୁ ଏଥିରୁ ଅବ୍ୟାହତି ନେଇଯାଅ, ନହେଲେ ଆଜ୍ ପର୍ ଦି ଲିଗାଲ ପ୍ରୋସିଡ଼ିୟର୍ସ ଆଉ IT Act 2000ରେ ଆମେ ପୁରା ପ୍ରପର ଲିଗାଲ ଆକ୍ସନରେ ପୁରା ଭଲକିରି ପନିସମେଣ୍ଟ ଦେବୁ। ଆଉ ଏଥିପାଇଁ ବି ଅଲରେଡ଼ି ମୁଁ ଡିସକ୍ଲୋଜ୍ କରୁନି, ବେଶୀ ଟିକେ ଡିସକ୍ଲୋଜ୍ କଲେ କେତେଟା ଫେକ୍ ID ବି ଅଛନ୍ତି। ଆଉ କେତେଟା ଫେକ୍ ID ଥାଇକିରି ଏ ଯେଉଁ ଫେକ୍ ID ମାନଙ୍କୁ ସାଇବର କ୍ରାଇମ୍ ଥାନା ଆଉ ଲୋକାଲ ପୋଲିସ ଷ୍ଟେସନ ସବୁ କ'ଣ କରୁଛନ୍ତି? କ'ଣ କିଛି ନାହିଁ। ମାନେ ସୋସିଆଲ ମିଡ଼ିଆରେ ମାନେ ଧଜ୍ୟା ଉଡ଼ଉଛନ୍ତି। ତାକୁ ଏମାନେ ଯେଉଁ ପଇସା କେଉଁଠୁ ପାଇଲେ ଏ ଫୋନ୍ କିଣିବା ପାଇଁ? ଯେଉଁଟା କିଣୁଛନ୍ତି କିଣନ୍ତୁ, ଆପଣଙ୍କର ଫୋନ୍ ଆପଣଙ୍କର ଅଧିକାର ସାବ୍ୟସ୍ତ କରନ୍ତୁ, ଆମର କିଛି ସେଥିରେ ନାହିଁ। କିନ୍ତୁ ଡୋଣ୍ଟ ଗିଭ୍ ଏନି ବ୍ୟାଡ୍ କମେଣ୍ଟସ୍ ଟୁ ଏନିବଡି ଏଲ୍ସ। ଇଟ୍ସ ମାଇ ରିକ୍ୱେଷ୍ଟ ବିଫୋର୍ ଦି ପବ୍ଲିକ୍ ଅଲସୋ।